କ୍ରାଇମ ରିପୋର୍ଟ ଏବେ ଟିକେ କ୍ରାଇମ ରିପୋର୍ଟିଂ କରିବାଟା ସହଜ ହେଇଗଲା, ହ୍ୱାଟ୍ସଆପ ଆସିଲା ପରେ, ସୋସିଆଲ ମିଡିଆ ଆସିଲା ପରେ ସହଜ ହେଇଯାଇଛି। ସେତେବେଳେ ଆମକୁ ଥାନାକୁ ଯିବାକୁ ପଡୁଥିଲା, ରିପୋର୍ଟିଂ କରିବା ପାଇଁ ଥାନାକୁ ହିଁ ଯିବାକୁ ପଡିବ, ନହେଲେ ସ୍ପଟକୁ ଯିବାକୁ ପଡିବ। ହଁ ଏବେ ଆପଣଙ୍କର ଲ୍ୟାଣ୍ଡଲାଇନ କଲ୍ କରିବାକୁ ପଡିବ। ଆଇଆଇସି ମାନେ ତ ଫୋନ ଧରୁନଥିଲେ କଲ୍ କଲେ। ସେତେବେଳେ ଆମେ ମୋବାଇଲ ନୂଆ ନୂଆ ୟୁଜ କରୁ, ସେ ଟାଇମରେ ଆମକୁ କଲ୍ ମାନେ ଆପଣ ଯଦି କଲ୍ କରିବେ ସେତେବେଳେ କଲ୍ କଲେ ପଇସା କଟୁଥିଲା, ବୁଝିପାରୁଛନ୍ତି। ତାପରେ ଧୀରେ 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 ମୋବାଇଲ ଶସ୍ତା ହେଲା, ମାଗଣା ହେଲା, ରିମ୍ ମୋବାଇଲ ଯିଏ ହେଲା, ଆଉ ତାପରେ ଲ୍ୟାଣ୍ଡଲାଇନ ଫୋନ କରି ବୁଝାବୁଝି କରି ସେମିତି ଦେବାକୁ ପଡେ। ସେତେବେଳେ ଆଗରୁ ଆଉ ଗୋଟେ ଅବ୍ୟବସ୍ଥା ଥିଲା, ମୁଁ କହିଦଉଛି କାହିଁକି ମୁଁ ନିଶାର ଶିକାର ହେଲି। ଏବେ ତ ହ୍ୱାଟ୍ସଆପ ଗ୍ରୁପ କରିଦେଇଛନ୍ତି, କମିଶନ ପୋଲିସ ଡିସିପିଙ୍କର ଗୋଟେ ଗ୍ରୁପ, କମିଶନ ପୋଲିସର ଗ୍ରୁପ ଗୋଟେ, ଡିଜିପିଙ୍କର ଗ୍ରୁପ ଗୋଟେ। ସେ ଯାହା କହିବାକୁ ଚାହୁଁଛନ୍ତି, ଯାହା ତାଙ୍କର ସଫଳତା, ଯାହା ତାଙ୍କ ବିଭାଗୀୟ କାମ, ସେ ସମସ୍ତଙ୍କ ହ୍ୱାଟ୍ସଆପ ଗ୍ରୁପ ପଡୁଛି। ମନେକର 286 ଜଣ ବର୍ତ୍ତମାନ ଭୁବନେଶ୍ୱରରେ କ୍ରାଇମ ରିପୋର୍ଟର ଅଛନ୍ତି, ବିଭିନ୍ନ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ବିଭିନ୍ନ ମିଡିଆର ଛୋଟ ଛୋଟ ମିଡିଆ କରୁ ମିଡିଆ ପର୍ଯ୍ୟନ୍ତ 286 ଜଣ 300 ପାଖାପାଖି ୱିଥ ଫଟୋଗ୍ରାଫର, ଫଟୋ ଜର୍ଣ୍ଣାଲିଷ୍ଟ ମିଶିକିରି କ୍ରାଇମ ସାର୍ ୱିଦିନ୍ ସେକେଣ୍ଡରେ ପାଉଛନ୍ତି ଖବର। ଆପଣ ଯଦି କମିଶନର କିମ୍ବା ଡିଜିପି ଚାହୁଁଛନ୍ତି ତାହେଲେ ସେମାନେ ପ୍ରେସ ମିଟ୍ କରୁଛନ୍ତି, ନହେଲେ ପ୍ରେସ ମିଟ୍ ନ କରେ ସେମାନେ ଗ୍ରୁପରେ ପକେଇଲେ ତ ଭିଡିଓ ଫଟୋ ବର୍ତ୍ତମାନ ପୋଲିସ ନିଜେ ହିଁ ପକେଇ, ପୋଲିସ ନିଜେ ବି ସାମ୍ବାଦିକ ହେଇଯାଇଛି। ସେତେବେଳେ ବହୁତ କଷ୍ଟ ହଉଥିଲା କରିବା ପାଇଁ, କଷ୍ଟ ଗୋଟେ ଖବରଟା ଆମର ଯେତେବେଳେ କମ୍ପିଟିସନ ରହୁଥିଲା ଆମ ଅଫିସରେ। ମନେକର ଗୋଟେ ନ୍ୟୁଜ ଗୋଟେ ଆମେ ଶୁଣିଲୁ, ମନେକର ଆପଣଙ୍କ ଘର ପାଖରେ ଗୋଟେ ମର୍ଡର ହେଲା, ଆପଣଙ୍କ ଘର ଆଶିଷ ବାବୁଙ୍କ ଘର ପାଖରେ ମର୍ଡର ହେଲା। ଆଶିଷ ବାବୁଙ୍କ 3ଟା ଘର ଛାଡି ଜଣେ କ୍ରାଇମ ରିପୋର୍ଟର ରହୁଛି, କି 10ଟା ଘର ଛାଡି କ୍ରାଇମ ରିପୋର୍ଟର ଆଶିଷ ବାବୁଙ୍କ ସହିତ ତାଙ୍କର ସମ୍ପର୍କ ଅଛି, ଭଲ ସମ୍ପର୍କ ଅଛି। ଆପଣ ମାନଙ୍କୁ ସେ ଯେ ଭଲ ସମ୍ପର୍କ ଅଛି, ସେ ଗୋଟେ ମେନଷ୍ଟ୍ରିମ୍ ମିଡିଆର ଯୋଉ 4-5ଟା ଭଲ ପ୍ରିଣ୍ଟ ମିଡିଆର ସାମ୍ବାଦିକଟି। ଆଉ ଯେ ମୋ ପାଖକୁ ଖବର କେମିତି ଆସିବ? ମୁଁ ଯେହେତୁ ସେତେବେଳେ ସମ୍ବାଦ କଣ୍ଟାକ୍ଟ ଥ୍ରୁରେ ଆସିବ, ମୋର କଣ୍ଟାକ୍ଟ ସେଠି ନାହାନ୍ତି। ସେତେବେଳେ ଭୁବନେଶ୍ୱର ଏଡବଟ୍ଟା, ମୁଁ ସତ୍ୟନଗର ଯିବାକୁ ପଡିବ, ଓଲ୍ଡ ଟାଉନ ଏରିଆରେ ମର୍ଡର ହେଲା, ଓଲ୍ଡ ଟାଉନ ଗଳି ଭିତରେ ମର୍ଡର ହେଲା। ପୋଲିସ ସେତେବେଳେ ଡେଡବଟ୍ଟା ଧରିକିରି କ୍ୟାପିଟାଲ ହସ୍ପିଟାଲ, ଆପଣ ସୋର୍ସ ଜେନେରେଟ କଲେ ହିଁ ମିଳିବ, ନିଜେ ଯିବାକୁ ପଡିବ। ମୁଁ କହିବି ତାର ସମସ୍ୟା କାହିଁକି। ଆମ ସେତେବେଳେ ପ୍ରତ୍ୟେକ ଦିନ ମୁଁ କ୍ୟାପିଟାଲ ହସ୍ପିଟାଲ ରାତି 12ଟା ପରେ 2ଟା ପର୍ଯ୍ୟନ୍ତ ବସୁଥିଲି, ଯେହେତୁ ରାତି 2ଟା ପର୍ଯ୍ୟନ୍ତ ଆମର ଡେଡ ଲାଇନ ରହୁଥିଲା। ମାନେ ରାତି 2ଟା ଭିତରେ ଯଦି କୌଣସି ନିଆଁ ଲାଗିବ, କୋଉଠି ଆକ୍ସିଡେଣ୍ଟ ହବ, କୋଉଠି କାହାକୁ ମର୍ଡର ହବ, କୋଉଠି କିଏ ଷ୍ଟାବିଂ କରିବ, ଏଇସବୁ ଜିନିଷ ହେଲେ ରିପୋର୍ଟିଂ ନ କରିଲେ, ସେତେବେଳେ କଣ କରୁଥିଲେ, ଧରିତ୍ରୀ ସେତେବେଳେ ବହୁତ କ୍ରାଇମକୁ ଇଏ ଦଉଥିଲା, ପ୍ରାଧାନ୍ୟ ଦଉଥିଲା, ଇମ୍ପୋର୍ଟାନ୍ସ ଦଉଥିଲା। ସେତେବେଳେ ଆମେ ବାଧ୍ୟ ହଉ କରିବା, ସକାଳୁ ସକାଳୁ ଆମକୁ ଗାଳି ପଡେ ଯେ ତୁମେ କାହିଁକି ମିସ୍ କରିଛ ସେ ନ୍ୟୁଜଟା, ସେ ମିସ୍ କରିଛ। ତାପରେ ଆମେ ଜାଣୁ ସେ ସାମ୍ବାଦିକଟା କେମିତି ପାଇଲା, ମୁଁ କେମିତି ପାଇଲିନି। ମୁଁ ରାତି ବେଳ ତ କ୍ୟାପିଟାଲ ହସ୍ପିଟାଲରେ ଥିଲି, ଥାନା 3-4ଟା ବି ଘୁରେଇଛି, ଆଇଆଇସିଙ୍କ ସହିତ ଘୁରେଇଛି, ଲ୍ୟାଣ୍ଡଲାଇନ ଘୁରେଇଛି, କାହିଁ ମୋର ମିସ୍ କୋଉଠି ହେଲା। ଯୋଉ କଥାଟା କହିଲି, ମୋର ତାର ରିଲେଟିଭ ଯୋଉ ଥିବ ଯିଏ, ସେ ତାକୁ କହିଥିବ। ଏଇଭଳିଆ ଗୋଟେ ଉଦାହରଣ ଦେଇ କହୁଛି, ମୁଁ ସତ୍ୟନଗର ପିଏଚଡି କଲୋନୀରେ ରହୁଥିଲି, ନିଆଁ ଲାଗିଲା ଆମରି ଘର ପାଖରେ ଗୁଡିଆ ସାହିରେ ନିଆଁ ଲାଗିଲା। ଗୁଡିଆ ସାହିରେ ସେ ଯୋଉ ବହି ଦୋକାନ ଅଛି, ଯୋଉ ନାହିଁ ଓଲ୍ଡ ବୁକ୍ ଷ୍ଟୋର ଅଛି, ତା ଆଗକୁ ଯୋଉ ସାଇ ମନ୍ଦିର ସାମ୍ନାରେ ନିଆଁ ଲାଗିଲା। ଭାବନ୍ତୁ ମୋ ଘରଠାରୁ ସେଠି, ମୁଁ ସେଠି ଶୋଇ ସକାଳୁ 200 ମିଟର ଦୂର, କିନ୍ତୁ ମତେ ରବି ଟକିସ୍ ପାଖରୁ ଫୋନ ଆଇଲା, କଣ କରୁଛୁ କି ଶୋଇଛୁ? ମୁଁ କହିଲି ହଁ। ତୋ ଘର ପାଖରେ ନିଆଁ ଲାଗିଛି ଦେଖ। ଏଇଟା ଗୋଟେ ଗାଁ ଏରିଆ ନୁହେଁ, ଏଟା ଗୋଟେ ଭୁବନେଶ୍ୱର। ସେତେବେଳେ ମୁଁ ଯେତେବେଳେ କହୁଛି 15-17 ବର୍ଷ ତଳର କଥା, ସେତେବେଳେ କିଏ କାହାକୁ ଚିହ୍ନିଛି, କାହିଁକି କ୍ରାଇମ ରିପୋର୍ଟକୁ ଖବର ଦବ? ଏବେ ସିନା ସୋସିଆଲ ମିଡିଆ ହେଇଗଲା ବୋଲି ରିପୋର୍ଟିଂ କରିବାଟା ବହୁତ ସହଜ ହେଇଗଲା। ସେତେବେଳେ ଖବର ଆମକୁ ଆସୁଥିଲା, ମାନେ ଏଠୁ ମର୍ଡର ହବ, ନହେଲେ ବାଲେଶ୍ୱର ମର୍ଡର ହବ, ଲୋକ ମତେ କହିବେ। ମାନେ ଜଗତସିଂହପୁରରେ ଆପଣଙ୍କ ଗାଁରେ ଗୋଟେ ମର୍ଡର ହେଲା, ଆପଣ ସାମ୍ବାଦିକଟା ମାନେ ସେଇ ସାମ୍ବାଦିକ କନେକ୍ଟ ହବା ପାଇଁ କେତେ ଲୋକ, ଯେତେ କ୍ରାଇମ ରିପୋର୍ଟର କେତେ ଲୋକ ସମ୍ପର୍କ ଅଛି। ଲୋକ ସମ୍ପର୍କ ହେଲା ମାନେ ଆପଣଙ୍କୁ ଲୋକଙ୍କ ସାଙ୍ଗରେ ମିଶିବାର ଅଛି, ଲୋକଙ୍କ ସାଙ୍ଗରେ ଅନେସେରୀ କିଛି ନଥିଲେ। ଆଉ ଗୋଟେ କାରଣ ବି ସେଇଟା, ମଦ ପିଇବାକୁ ଆପଣ ବାଧ୍ୟ ହେବେ ସମ୍ପର୍କ ବନେଇବା। ଆଉ ଆପଣ ଦେଖନ୍ତୁ, ମୁଁ ଭାବୁଛି ଆମର ଯେତେକ ଭୁବନେଶ୍ୱରରେ କ୍ରାଇମ ରିପୋର୍ଟିଂ କରୁଛନ୍ତି, ବହୁତ ହୁଏ ହାତ ଗଣତି 4-5 ଜଣ ଛାଡ଼ିଦେଲେ ସମସ୍ତେ ମଦ ପିଅନ୍ତି। ତାର କାରଣଟା ହଉଛି ଏଇଟା, ସମ୍ପର୍କ। ହଁ, କିନ୍ତୁ ମୁଁ ଅଧିକା ମଦ ପିଇଛି, ସେମାନେ ମଦ କମ ପରିମାଣ। ହଁ, ମୁଁ ଟିକେ ତା ଦେହରେ ପଡିକି ଅଧିକ ନିଶାଗ୍ରସ୍ତ ହେଇଗଲି, ଯୋଉଟା ରୋଗଗ୍ରସ୍ତ ଶିକାର ହେଲି। ସମସ୍ତେ କାହାକୁ ଆଖି ନହେଲେ କିଏ ନ ପିଉଛନ୍ତି, ସମସ୍ତେ ପିଉଛନ୍ତି।